ଦେଖନ୍ତୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଆମର ପୌଷ ମାସ ମଙ୍ଗଳବାର ପ୍ରଥମ ମଙ୍ଗଳବାର ଦିନ ତାଙ୍କର ପୂଜା ଅର୍ଚ୍ଚନା ତାଙ୍କର ଯେଉଁ ସୁଲିଆ ଯାତ୍ରା ରହିଛି ସେଟା ଏ ବର୍ଷ ବି ଚାଲିଛି। ତ ସେଇ ହିସାବରେ ଆମର ଗୋଟେ ପ୍ରିପାରେଟରି ମିଟିଂ ହେଇଥିଲା ଏବଂ ସେଥିରେ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ପୋଲିସ ଆଡମିନିଷ୍ଟ୍ରେସନ୍ ଏବଂ ଅନ୍ୟ ଆଡମିନିଷ୍ଟ୍ରେସନ୍ ସହିତ ଅନ୍ୟ ଡିପାର୍ଟମେଣ୍ଟ ସହିତ ତାଙ୍କର ଯାତ୍ରା କମିଟିର ସମସ୍ତେ ରହିଥିଲେ ଏବଂ ସେଥିରେ ତାଙ୍କୁ କିଛି ଆମେ ଇନଷ୍ଟ୍ରକ୍ସନ୍ ବି ଦେଇଥିଲୁ, ସଚେତନ ବି କରିଥିଲୁ ଯେ କେଉଁ ହିସାବରେ ପୂଜା ହେବ ତାଙ୍କର ବିଧି ବ୍ୟବସ୍ଥା ରକ୍ଷା କରିକି ସେମାନେ ପୂଜା କରିବେ। ଏବଂ ଆମର ସେ ହିସାବରେ ପୋଲିସ ଆଡମିନିଷ୍ଟ୍ରେସନ୍ ତରଫରୁ ଆମର ଏସପି ବଲାଙ୍ଗୀର ସାହେବଙ୍କ ନିର୍ଦ୍ଦେଶ କ୍ରମେ ଆମର 3 ପ୍ଲାଟୁନ୍ ଫୋର୍ସ 40 ହୋମଗାର୍ଡ଼ 30 ହୋମଗାର୍ଡ଼ ଅଫିସର୍ସ 15 ଜଣ, ଟ୍ରାଫିକ୍ କନେଷ୍ଟବଳ 8 ଜଣ ଏବଂ ପ୍ଲେନ୍ ଡ୍ରେସ୍ରେ 10 ଜଣ ଆମେ ସମସ୍ତଙ୍କୁ ଡିପ୍ଲୟ କରାହେଇଛି ଯେମିତି ଶାନ୍ତି ଶୃଙ୍ଖଳା ରକ୍ଷା ହେବ। କାହିଁକିନା ଏଠି ଆମର ଓଡ଼ିଶା ସହିତ ଆମର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଭକ୍ତମାନେ ଆସୁଛନ୍ତି। ତ ବିଭିନ୍ନ ମାନସିକ ରଖିକି ଆସୁଛନ୍ତି। ତ ସେ ଯେହେତୁ ରାସ୍ତା ବି ଅଣଓସାରିଆ ରହିଛି, ସଂକୀର୍ଣ୍ଣ ରହିଛି, ତ ସେଇ ହିସାବରେ ଏସପି ବଲାଙ୍ଗୀର ସାହେବଙ୍କ ନିର୍ଦ୍ଦେଶ ରହିଛି ଆମର ଆମ ଯେମିତି ଟ୍ରାଫିକ୍ କଞ୍ଜେସନ୍ ହେବ ନାହିଁ, ଭିଡ଼ ହେବ ନାହିଁ। ସେଇଥିପାଇଁ ଆମେ ଏଥର ନୂଆ ବ୍ୟବସ୍ଥାଟେ କରିଛୁ। ସେମାନେ ଖଇରଗୁଡ଼ା ଗାଁ ପଟରୁ ଏଣ୍ଟ୍ରି ରହିଛି, ଉଲ୍ତାପଡ଼ା ସାଇଡ଼ରୁ ଏଣ୍ଟ୍ରି ରହିଛି ଏବଂ ସେମାନେ ପାର୍କିଂରେ ଗାଡ଼ି ରଖିଲା ପରେ ସମସ୍ତେ ଆମର ଯେଉଁ ମୁଡ଼ପଲା ରାସ୍ତା ରହିଛି ସେ ମୁଡ଼ପଲା ରାସ୍ତା ଦେଇକି ସେମାନେ ବାହାରିକି ଯିବେ। ତ ନିଶ୍ଚିତ ଭାବରେ ଆମେ ଆଶା କରୁଛୁ ଟ୍ରାଫିକ୍ ବ୍ୟବସ୍ଥା ଠିକ୍ ହିସାବରେ ରହିବ, ଲୋକ ବି ମାନିବେ ଏବଂ ଆମର ଯେଉଁ ସୁଲିଆ ଯାତ୍ରା ମହୋତ୍ସବଟା ରହିଛି ସେଇଟା ସୁରୁଖୁରୁରେ ସମାପିତ। ଦେଖନ୍ତୁ ଆମେ ତାରି ପାଇଁ ଆମେ ଅନେକ ଗୁଡ଼ିଏ ଆମେ କ'ଣ ସଚେତନ ବି କରେଇଛୁ, ଲୋକଙ୍କୁ ବି କରେଇଛୁ, ମାନେ ତାଙ୍କ ଯାତ୍ରା କମିଟିକୁ କରିଛୁ ଏବଂ ସେଇଟା ତାଙ୍କର କହିବା ହିସାବରେ ତାଙ୍କର ବିଧି ବ୍ୟବସ୍ଥା ହିସାବରେ ଯେଉଁଟା ଅଛି ସେମାନେ ପୂଜା ଅର୍ଚ୍ଚନା କରିବେ। ମୋ ନାଁ କର୍ଣ୍ଣ ମଲ୍ଲିକ, ତହସିଲଦାର ତୁଷରା, ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍। ପାଣି ସବୁଥି ସୁବିଧା କରାଯାଇଛି, ହେଲ୍ଥ କ୍ୟାମ୍ପ ଗୁଡ଼ା କରାଯାଉଛି, ଅସୁବିଧା କିଛି ନାହିଁ। ଶାନ୍ତି ଶୃଙ୍ଖଳା ରକ୍ଷା କରବାର୍ ଲାଗି ପୋଲିସ ମାଜିଷ୍ଟ୍ରେଟ୍ ସବୁ ଏକ୍ଜିକ୍ୟୁଟିଭ ଆମେ ସେଠି ଉପସ୍ଥିତ ଅଛୁ।